ଆଉ କିଏ ଜଏନ୍ ହବ ନା ଷ୍ଟପ୍ କରିବା? 8ଟା 7, 8ଟା 8 10ରେ ଜଏନ୍ କରୁଛୁ ସବୁ। 8ଟାରେ କହିକି। ସାଉଣ୍ଡ ହଉଛି ବନ୍ଦ। କାଲି ସେ ଯୋଉ ଭିଡିଓ ଆଉ ଦେଖିଥିଲ ସବୁ ପଠେଇଥିଲି ଯୋଉ। ଭିଡିଓଟା ଦେଖିଥିଲ ନା? ଦେଖିଥିଲ କି ନାଇଁ? ଶୁଭୁନି କିଛି? ଆରେ ଶୁଭୁଛି ନା ମୋ କଥା? ଶୁଭୁଛି ସାର୍। କାଲି ଭିଡିଓ ଯୋଉ ପଠେଇଥିଲି ଦେଖିଥିଲ ନା ନାଇଁ? ଆଜ୍ଞା ସାର୍। ସବୁ ଦେଖିଥିଲ? ଆଚ୍ଛା। ଦେଖ ମାନେ ସର୍କୁଲେଟରୀ ସିଷ୍ଟମ ଯୋଉ ପଢୁଥିଲେ ଆମେ କଣ କହୁଛି ୟୋର ହାର୍ଟ ଆଣ୍ଡ ବ୍ଲଡ ଭେସଲ ମେକ୍ ଅପ ସର୍କୁଲେଟରୀ ସିଷ୍ଟମ। The main function of the circulatory system is provide oxygen, nutrients and hormone to muscle, tissue and organ throughout your body. କଣ କରୁଛି ନା ମେନ୍ ଫଙ୍କସନ କଣ ରହୁଛି ସର୍କୁଲେଟରୀ ସିଷ୍ଟମ ର ନା ଆମର ଯାହା ସବୁ ରହୁଛି ସେଲ୍ସ ରହୁଛି ବା ଟିସ୍ୟୁ ରହୁଛି ବା ମସଲ୍ସ ରହୁଛି ବା ଅର୍ଗାନ ରହୁଛି ସେମାନଙ୍କ ପାଖରୁ କଣ ପହଞ୍ଚିବା ନା ଅକ୍ସିଜେନ ପହଞ୍ଚେଇବା ତା ସହିତ ନ୍ୟୁଟ୍ରିଏଣ୍ଟସ ପହଞ୍ଚେଇବା ଏବଂ ହରମୋନ୍ସ ବି ନେଇ ପହଞ୍ଚେଇବା ତାଙ୍କ ପାଖରେ ଯାହା ଦ୍ୱାରା ଅକ୍ସିଜେନ ପହଞ୍ଚିବା ଏନର୍ଜିକୁ କନଭର୍ଟ ହବ ବଡି ଏନର୍ଜି କିଛି ୟୁଜ ହବ ନ୍ୟୁଟ୍ରିଏଣ୍ଟ ପହଞ୍ଚେଇବା ନ୍ୟୁଟ୍ରିଏଣ୍ଟସରୁ ହିଁ ଏନର୍ଜି କ୍ରିଏଟ ହବ ତା ସହିତ ସେଲ ମାନେ ବଞ୍ଚିବେ ଏବଂ ହରମୋନ ସିକ୍ରେସନ ହବ କିଛିଟା ବଡିର ଫଙ୍କସନ ହବ ତା ସହିତ ଗ୍ରୋଥ ଆଉ ଡେଭଲପମେଣ୍ଟ ହବ ତ ଏସବୁ ଜିନିଷ କିଏ କରୁଛି ନା ବ୍ଲଡ଼ ନେଇକି ଏସବୁ ଜିନିଷ ପହଞ୍ଚଉଛି କାହା ପାଖରେ ନା ଅର୍ଗାନଙ୍କ ପାଖରେ ବା ଟିସୁଙ୍କ ପାଖରେ another part of circulatory system is to remove waste from cell and organs so your body can dispose for it ମାନେ ଯାହା ସବୁ ୱେଷ୍ଟ ପ୍ରଡକ୍ଟ ବାହାରୁଛି ସେ ସବୁ ଜିନିଷକୁ କଣ କ୍ୟାରି କରିକି ବାହାର କରିବାର କାମ ହଉଛି ମଧ୍ୟ ହାର୍ଟର your heart pump blood to the body through network of artery veins ମାନେ ସେ ସବୁ କଣ ନା ବ୍ଲଡ ଭେସେଲ କେମିତି ଯାହା ସବୁ ବ୍ଲଡ କୋଉ ମାଧ୍ୟମରେ ଚାଲି ଯାଉଛି ବା ଆସୁଛି ସେଟା ହଉଛି ଆର୍ଟେରୀ ବା ଭେନ୍ ମାଧ୍ୟମରେ ଆସୁଛି as your circulatory system can also define as a cardiovascular system cardium in heart and vascular level to the blood vessel କାଲି ବି କହିଥିଲି କାର୍ଡିଆ ହଉଛି ମସଲ ନା ହଉଛି କାର୍ଡିଆକ ମସଲ ତିନିଟା ମସଲ ଥିଲା ଗୋଟେ ହଉଛି ସ୍କେଲେଟାଲ ମସଲ ଗୋଟେ ସ୍ମୁଥ ମସଲ ଆଉ ଗୋଟେ କାର୍ଡିଆକ ମସଲ ତ କାର୍ଡିଆକ ମସଲ କୋଉଠୁ ଆମେ ପାଆନ୍ତି କୋଉ ଜାଗାରେ ଆମର ହଉଛି ଥାଏ ନା ସେଟା ଥାଏ ଆମର ହାର୍ଟରେ ଥାଏ ସ୍ପେସିଆଲି ଆଉ କାର୍ଡିଆ ଭସ୍କୁଲାର ସିଷ୍ଟମ ମାନେ ଭସ୍କୁଲାର ମାନେ ହଉଛି ଭେସେଲ ସବୁ ଯାହା ବି ସବୁ ବ୍ଲଡ ଭେସେଲ ସେ ସବୁ ରହିଲା କୋଉଠି ଏ ସିଷ୍ଟମ ଭିତରେ ରହୁଛି ସାର୍ ହ୍ୟାଲୋ କହୁନା ସାର୍ ଯୋଉ କାର୍ଡିଆକ ମସଲ ଯୋଉଟା ହାର୍ଟ ରେ ଥାଏ ତାକୁ ସାର୍ ମାୟ କାର୍ଡିୟମ କହନ୍ତି ନା ସାର୍ ମାୟା କାର୍ଡିୟମ ପେରି କାର୍ଡିୟମ ସେଟା ହଉଛି ତମର ତ ଉପର ଲେୟାର ଟା ହେଲା ମାନେ ହାର୍ଟ ର ଲେୟାର ସବୁ ଅଛି ନା ହାର୍ଟ ଆଜ୍ଞା ମସଲ ଟା ତ ମାୟୋକାର୍ଡିୟମ ପେରିକାର୍ଡିୟମ ସେ ସବୁ ଗୋଟେ ତାଙ୍କ ଉପର ପାର୍ଟ ମାୟୋକାର୍ଡିୟମ କହିଲା ଭିତର ପାର୍ଟ ଟାକୁ ଏଇଟା ହେଲା ତ ସିମ୍ପଲ କହିଲେ କାର୍ଡିଆକ ମସଲ ଟା ହଉଛି ହାର୍ଟ ର କଣ କରନ୍ତି ଆମ୍ବ ମ୍ୟାଙ୍ଗ କହିବ ମ୍ୟାଙ୍ଗର ଉପର ଚୋପା ଭିତରେ ତାର ରସ ରହୁଛି ତଳେ ଟାକୁଆ ରହୁଛି ସେଇ ଟାଇପ ର ଜିନିଷ ସେ ମସଲକୁ ଯଦି ଆମେ ଡିଭାଇଡ କରିବା ଏଇ ସବୁ ଜିନିଷ ଆସିବ ତ ସ୍ପେସିଆଲି ଆମେ ହାର୍ଟକୁ କଣ କହିବା ନା କାର୍ଡିଆକ ମସଲ କହିବା ହେଲା ଯଦି ଆମେ ଡିପ୍ କୁ ଯିବା ଏସବୁ ଆସିବ ହେଲା
ଦେଖ ଏଠି କମ୍ପ୍ଲିଟ ହୋଲ ବଡିରେ ଭେସେଲ ସବୁ ଅଛି, ଦେଖୁଛ ତ? ସବୁ ଜାଗାକୁ ଭେନ୍ସ ବି ଯାଇଛି, ତା ସହିତ ଆର୍ଟେରୀ ବି ଯାଇଛି। ଗୋଟେ ଥ୍ରୁରୁ ବ୍ଲଡ଼ ପହଞ୍ଚିବ, ଆଉ ଗୋଟେ ଥ୍ରୁରୁ ବ୍ଲଡ଼ ରିସିଭ୍ ହବ। ଏମିତି ପ୍ରୋସେସରେ ଚାଲିବ ନା ବଡିଟା, ଡେଲିଭର ହବ ବ୍ଲଡ଼। ତ ଟିକେ ବୁଝେଇବା ପାଇଁ ଗୋଟେ କହିଦଉଛି, ଆମ ବଡିରେ କେତେ ବ୍ଲଡ଼ ଅଛି? ହୁଁ? ଆଜ୍ଞା ସାର୍। ଗୋଟେ ନର୍ମାଲ ହ୍ୟୁମାନ ଫାଇଭ ପାଞ୍ଚରୁ 5.5 ହେଲା। ଆଉ ଗୋଟେ ହଉଛି ଲେଡିସ୍ ମାନେ ଓମେନ ର ହଉଛି 500 ml ଡିଫରେନ୍ସ ଆସିବ। ମାନେ ଯଦି ଆମେ କହିବା ନର୍ମାଲ ହ୍ୟୁମାନ ବଡିରେ ଯଦି ଆମେ ହିସାବ କରନ୍ତି। ମାନେ ଗୋଟେ ହେଲ୍ଦି ହ୍ୟୁମାନ ବଡିରେ ଯଦି ଛୋଟ ଛୁଆଟାକୁ ନବା, ସେ ଟୋଟାଲ 4 କେଜି ଥିବ, ତାର 4-5 ଲିଟର ବ୍ଲଡ଼ କେମିତି ଆସିବ? ଗୋଟେ ଆଡଲ୍ଟ ନର୍ମାଲ ହ୍ୟୁମାନ କୁ କହୁ। 5 ଲିଟର ହଉଛି ବ୍ଲଡ଼, ମାନେ ଗୋଟେ ମିନିଟରେ 5 ଲିଟର ବ୍ଲଡ଼ କଣ ହଉଛି ନା ସର୍କୁଲେଟ ହଉଛି ବଡି ଭିତରେ। କେମିତି ହଉଛି? ନା ହାର୍ଟ ଟା ଦେଖ, ହାର୍ଟ ର ସାଇଜ କେତେ? ନା 250ରୁ 300 ଗ୍ରାମ ଲେଖ। ହାର୍ଟ ର ୱେଟ ଟା ହଉଛି କେତେ? ମାନେ 250ରୁ 320 ଗ୍ରାମ। କ୍ୱେଶ୍ଚିନ ଆସିବ। ହାର୍ଟ ଟା କେତେ ବଡ? ନା ଗୋଟେ ଆମେ ଗୋଟେ ମୁଠି କରିବା, ସେ ମୁଠିର ଯେତିକି ସାଇଜ ଆସିବ, ଆମର ହାର୍ଟ ର ସାଇଜ ହଉଛି ସେତିକି। ତ ଏତେ କମ କୋଉଠି ଲେଖା ଅଛି? ଗୁଗୁଲ ରେ? ହଉ ଗୋଟେ ଭଲ ସାଇଟ ରୁ ଦେଖ, ଯଦି ସେଇ ସାଇଟରେ ଦେଖ ଯଦି ଆସୁଛି 300-450 ଗ୍ରାମ, ତାହେଲେ ସେଇଟାକୁ ନବ। ତ ଅଲମୋଷ୍ଟ ସେଇଆ ହିଁ ଆସିବ। 250ରୁ 350 ଗ୍ରାମ ଭିତରେ ଆସେ। ଗୋଟେ ଫିକ୍ସ ଗୋଟେ ଥାଏ ହାର୍ଟ ହେଲା, ବଟ ଯଦି କୋଉଠି ଦେଖିଲ ଏଟାକୁ? ଯଦି ଲେଖୁଛି, ଆଉ ଦି ଚାରିଟା ସାଇଟ ରୁ ଦେଖ, ଦି ଚାରିଟା କୋଶ୍ଚେନ ଟିକେ କୋଉଠୁ ଗୋଟେ କୋଶ୍ଚେନ ଦେଖି, କାରଣ ମାନେ ଏଇ ଜିନିଷ ଟା କଣ କି ଆସିଯିବ ୱେଟ ଟା। ତ ଏଇ ଟାଇପ ଡିଫରେନ୍ସ ରହିବ, ଯୋଉଟା ଆମେ ଠିକ ହବା ଦରକାର ହେଲା। ସେଇଟା ତମେ ଦେଖିଦବ ହାର୍ଟ ର ସାଇଜ ଟା ମାନେ ୱେଟ। ଏବେ ଆକର୍ଡିଂ ଟୁ ସିବିଏସଇ, ଏନସିଆରଟି ମାରିକି ଦେଖିଲ, ଏନସିଆରଟି ବୁକ୍ ରେ ଯାହା ଦେଇଛି ସେଇଟା ହିଁ ଆମର ସେଇଟା ହିଁ ଦରକାର। ସିବିଏସ୍ଇ ଏନସିଆରଟି ବୁକ୍ ରେ ଯାହା ଦବ ଆମେ ସେଇଟାକୁ ନବା। ହେଲା। ହଁ ସିଏ ଯୋଉଟା କହୁଛି ସେଟା ସତ କଥା। ସମସ୍ତଙ୍କ ହାର୍ଟ ସମାନ ଆସିବ କି? ବଡ ଆସିବ, ବଟ୍ ସିବିଏସ୍ଇ ରେ ଯାହା ଆସିବ ଆମେ ସେଇଟାକୁ ଦେଖିବା। ହେଲା। ତାହେଲେ ତା ସାଇଜ ଟା କେତେ? ନା ଗୋଟେ ଆମେ ଯେତିକି ମୁଠି କରିବା ସେତିକି ସାଇଜ ର ଆସିବ। ତ ଏତେ ଛୋଟ ହାର୍ଟ 5 ଲିଟର ବ୍ଲଡ଼ କେମିତି ଇଏ କରୁଛି? ନା କଣ ହଉଛି ଆମର ହାର୍ଟ ଗୋଟେ ମିନିଟରେ କେତେ ବିଟ୍ ହାର୍ଟ କେତେଟା ବିଟ୍ ହୁଏ? ହେ ଗୋଟେ ମିନିଟ ରେ କେତେ ଥର ହାର୍ଟ ବିଟ୍ ହୁଏ ନର୍ମାଲ? ଅର୍ଚ୍ଚନା କିଏ ସବୁ ପଳେଇଲଣି। ଜ୍ଞାନ ରଞ୍ଜନ କୁଆଡେ ଗଲା? ତ ପଢା ହେଲା ପରେ ଲାଷ୍ଟ ଦିଟା ବେଳକୁ ଆସିବ ନା କଣ? ଆସିବ କିଛି ବୁଝିପାରିବନି। ଜାଣିଛ ନା ଜାଣିନ? ଯଦି ଜାଣିନା ସିଧା କୁହ ମୁଁ କହିବି ଲେଟ୍ କର ନା। 60ରୁ 100 ଥର। ମାନେ ନର୍ମାଲ ହଉଛି 72 ବିଟ୍ ହେଲା।
ବାସ୍ତରି ଥର ଧକ୍ ଧକ୍ ହୁଏ ଗୋଟେ ମିନିଟରେ, ମାନେ 0.8 ସେକେଣ୍ଡରେ ଗୋଟେ ବିଟ୍ ହବ। ତ 72 ଗୋଟେ ଥର ବିଟ୍ରେ ସେଇଟାକୁ ଆମେ ଷ୍ଟ୍ରୋକ୍ ଭଲ୍ୟୁମ୍ କହିବା। ଏଟା ଆଗକୁ ଦେଖିବା ହେଲା, ମୁଁ କହିଦେବି। ଗୋଟେ ବିଟ୍ରେ ହାର୍ଟ 70 ml ବ୍ଲଡ୍ କଣ ପମ୍ପ କରେ ବା ଥ୍ରୋ କରେ ହେଲା। ସାର୍ ତ 70 ନା 72 କହିଲେ? 72 ଥର ବିଟ୍ ହବ। 70 ml ସେ ହଉଛି ଇଏ କରିବ। ଏଟା ଗୋଟେ ଆପ୍ରୋକ୍ସିମେଟଲି କରାହେଇଛି। ବଡିକୁ ବଡି ଭାରି କରିବ ହେଲା। ବଟ୍ ଏଇଟା ହିଁ ପାଠ। ଯେ ଏତିକି ଏଇ ହିସାବରେ ଆମେ ଚାଲିବା ହେଲା। ଯେମିତି ଜ୍ୱର 98 100 ଡିଗ୍ରୀ କ୍ରସ୍ କଲେ ତମ ଜ୍ୱର ଆସିବ, ବଡି ଟେମ୍ପରେଚର ଗଡବଡ ହବ ଫାରେନହାଇଟରେ। ସେମିତିକା ହାର୍ଟ କଣ 72 ବିଟ୍ ହଉଛି ସମସ୍ତଙ୍କର। ତା ସହିତ 70 ml ଲେଖା ବ୍ଲଡ କଣ ଗୋଟେ ଥରକରେ ସେ ବଡିକୁ ଛାଡିବ। ମାନେ 72 ଇଣ୍ଟୁ 70 କେତେ ହେଇଗଲା 5 ପଏଣ୍ଟ ସମଥିଙ୍ଗ। 5 ଲିଟର କେମିତି ହେଲା ଜାଣିପାରିଲ। ଯଦି ଆଟ୍ ଏ ଟାଇମ୍ 5 ଲିଟର ବ୍ଲଡ ଫୋପାଡିବ ବଡି, ତାହେଲେ ସେ ସବୁ ଛିଡିକି ସବୁ ବ୍ଲଡ ଫ୍ଲଡ ସବୁ କେତେବେଳେ ବାହାରିକି ପଳେଇବ। ତା ସହିତ କେତେ ସ୍ପିଡରେ ଯାଏ ବ୍ଲଡ ନା 120 ସ୍ପିଡରେ ବ୍ଲଡ ଯିବ। ରିଟର୍ନ ଆସିବ କେତେ ନା 80 ସ୍ପିଡରେ। 120 ସ୍ପିଡରେ ବ୍ଲଡ କଣ ଯାଉଛି କଣ୍ଟିନ୍ୟୁସଲି। 120 ସ୍ପିଡ ବହୁତ। ସେଇଥିଲାଗି କଣ ହେଇଥାଏ ନା ଯେତିକି ସବୁ ଆମର ବଡି ଭିତରେ ଆର୍ଟେରୀ ଅଛି, ସେ ଆର୍ଟେରୀ ସବୁ ଡିପ୍ ରେ ଥାଆନ୍ତି। ଉପରେ ଯୋଉ ସବୁ ଦେଖୁଛ ସିର ଟାଇପ ଯୋଉ ତମେ ତ ସିଧା ହିଁ କହୁଛ। ଉପରେ ଯାହା ସବୁ ଦେଖୁଛ ପାଇପ୍ ବିଛା ହେଇଛି ସେ ସବୁ ହଉଛି ଭେନ୍ସ। ସେଟା କଣ ରିଟର୍ନ ଅଛି ବ୍ଲଡ। କାରଣ ଏତେ ସ୍ପିଡରେ ବ୍ଲଡ ଯାଉଛି ତାକୁ ଯେ ଡିପ୍ କଣ ହେଲା? ଶୁଭୁନି? ଗୋଟେ ଗୋଟେ ମିନିଟରେ ହାର୍ଟ 72 ଥର ବିଟ୍ ହୁଏ। 72 ବିଟ୍ ପର ମିନିଟ୍। 70 ml ଲେଖା ଗୋଟେ ବିଟରେ ସେ କଣ କରେ ନା ବଡିକୁ ଛାଡେ ଗୋଟେ ଥର ବିଟରେ। ତ 72 ଇଣ୍ଟୁ 70 ml ହେଇଯାଉଛି 5 ଲିଟର। ତ ଆମେ ଜାଣିପାରିଲେ ଗୋଟେ ମିନିଟରେ ସବୁ ବଡିର ସବୁ ବ୍ଲଡ ଆସିବ ଆଉ ତାକୁ ପୁଣି ଥରେ ପ୍ୟୁରିଫାଇ ହେଇକି ଛାଡିବ। ଅକ୍ସିଜେନେଟ ହେଇକି ଛଡା ହବ ପୁରା ସେଲ ହେଲା। ବୁଝିହେଲା ଏବେ? ଏଠି ପଢିଲେ the circulatory system function is to move blood throughout the body. This blood circulate keep organ, muscle and tissue healthy and working up keep you alive. The circulatory system also help your body get to rid a waste product. This waste include carbon dioxide, other chemical, ଯାହା ବାଇ ପ୍ରଡକ୍ଟ ବାହାରେ ଅର୍ଗାନ ଦ୍ୱାରା, waste from thing you eat and drink, ତ ତମେ ଖାଉଛ ପିଉଛ ସେସବୁ ଜିନିଷ ଯାହା ବ୍ଲଡରେ ମିଶିଲା ଯୋଉଟା ଅନହେଲ୍ଦି ଜିନିଷ ସେ ସବୁ କିଏ ବ୍ଲଡ ଟ୍ରାନ୍ସପୋର୍ଟ କରେ। ଯୋଉ ଜାଗାକୁ ଟ୍ରାନ୍ସପୋର୍ଟ କରିବ ସେଇ ହିସାବରେ କାମ କରିବ। କିଡନୀ ଅଛି ଛାଣିକି ଫୋପାଡ଼ିବା ପାଇଁ ହେଲା। ହାଉ ଡଜ୍ ସର୍କୁଲେଟରୀ ସିଷ୍ଟମ ୱାର୍କ ହେଲା, କେମିତି ୱାର୍କ କରୁଛି ନା your circulatory system function with the help of blood. କାଲି ପଢେଇଥିଲି ତମକୁ ମନେ ଅଛି ନା? ଦେଖ ଏଇଟା ଦେଖାଉଛି ଏଇଟା ଦେଖାଯାଉଛି ନା? The heart consists four chamber କଣ କଣ? ରାଇଟ୍ atrium, right ventricle, left atrium, left ventricle। ବୁଝିହେଲା?
ଚାରିଟା ଚାମ୍ବର ଅଛି। ଗୋଟେ ହେଲା ରାଇଟ୍ ଆଟ୍ରିୟମ୍, ରାଇଟ୍ ଭେଣ୍ଟ୍ରିକିଲ୍, ଲେଫ୍ଟ ଆଟ୍ରିୟମ୍, ଲେଫ୍ଟ ଭେଣ୍ଟ୍ରିକିଲ୍। ହେଲା। The heart has four chambers, two on top, two on bottom. The two bottom chamber are the right ventricle and left ventricle. These pump blood out of the heart. A wall called the interventricular septum is between the two ventricles. कौन ये जो दीटा वेंट्रिकल भीतर कौन अछि ना गोटे अछि कौन सेप्टम अछि जोटा कि ब्लड को राइट एट्रियम रे ना लेफ्ट एट्रियम रे बैकफ्लो करू ହେଲା तापर कौन है जी the atria are separated from the ventricle by the atrioventricular valves. এই ইমেজটা দেখা হচ্ছে কি ହଉ ଆଉ ଥରେ ହବ ଆଜ୍ଞା ସାର୍। ସାର୍ ଏମିତିରେ ବୁଝା ପଡୁନି ସାର୍ କିଛି। ହଁ ବୁଝଉଛି ଦେଖିକି ବୁଝଉଛି ମୁଁ। এটা দেখা ହେଲା ନା ଆଜ୍ଞା ମୋ ଆର ଦେଖା ହଉଛି ନା ଦେଖା ହଉଛି ସାର୍। ଦେଖ ଏଇପଟେ ହଉଛି ମୋ ରାଇଟ୍ ଆଟ୍ରିୟମ୍ ନାଇଁ କି ତା ତଳଟା କଣ ରାଇଟ୍ ventricle। ଭେଣ୍ଟ୍ରିକଲ୍ ଏଇଟାକୁ କୁହନ୍ତି କଣ ନା କଣ ନା ପଲମନାରୀ ଭେନ୍ସ ବା ଏଟାକୁ କଣ କରିବା ଭେନା କାବା କୁହନ୍ତି ସୁପିରିୟର ଭେନା କାବା ଇନଫେରିୟର ଭେନା କାବା ମାନେ କଣ ଏଇଟା ମୁଖ୍ୟ ବ୍ରାଞ୍ଚ ହଉଛି କାହାର ନା ଶିରାର ଯୋଉଟାକୁ ଆମେ କହୁଛନ୍ତି ଶିରା ବା ଭେନ୍ସ ର ମୁଖ୍ୟ ମାନେ ଏଇ ସହିତ କନେକ୍ଟ ହେଇଛି କାହା ସହିତ ନା ରାଇଟ୍ ଆଟ୍ରିୟମ୍ ସହିତ କନେକ୍ଟ ହେଇଛି ମିନ୍ସ ଗୋଟେ ରହୁଛି ଉପର ପାର୍ଟରେ ଉପର ଆଡକୁ ଯାଇଛି ଗୋଟେ ରହୁଛି ତଳ ଆଡୁ ହେଇ ଗୋଟେ ଆସି ଦେଖ ତଳ ଆଡୁ ଗୋଟେ ଆସିଛି ଗୋଟେ ଉପର ଆଡୁ ଆସିଛି ଏଠି ଜଏଣ୍ଟ ହେଇ ଗୋଟିଏ ଆ ଭିତରେ ପଶି ପାଇପ୍ ମାନେ କଣ ନା ଲୋୟର ପାର୍ଟ ରୁ ବ୍ଲଡ କଲେକ୍ସନ ହବ ଉପର ପାର୍ଟ ରୁ ବ୍ଲଡ କଲେକ୍ସନ ହବ ସେ ସବୁ କଲେକ୍ସନ ଆସିକି କୋଉଠିକି ଏଇ ବାଟେ ଆସିକି ଆସିବ କୋଉଠି ନା ରାଇଟ୍ ଆଟ୍ରିୟମ୍ କୁ ଆସିବ ହେଲା ମାନେ କଣ କଲେକ୍ସନ ହେଇକି ବ୍ଲଡ ଆସିଲା ମାନେ କି ବ୍ଲଡ ଥିବ କି ଅକ୍ସିଜେନେଟେଡ୍ ବ୍ଲଡ ସାର୍, ଅକ୍ସିଜେନେଟେଡ୍। ହୁଁ ବଡି ଭିତରେ କଲେକ୍ଟ ହେଇକି ଆସିବ ଅକ୍ସିଜେନ କେମିତି ରହିବ ତାହେଲେ ଡି ଅକ୍ସିଜେନେଟେଡ୍ ହେଇଥିବ ସାର୍। ହଁ ଲେକ୍ସସ୍ ଅକ୍ସିଜେନେଟ ନାଇଁ ମାନେ ଅକ୍ସିଜେନ ସେଠି କାମ କିଛି ସରିକି ଆସିଲା ବା ଡିଅକ୍ସିଜେନ ଯେତେ କହିବ ଡିଅକ୍ସିଜେନ କୁହ ଧୀରେ ଧୀରେ ତାକୁ ଚେଞ୍ଜ କରିଦେବା ପରେ ହେଲା ତ ଡିଅକ୍ସିଜେନ ବ୍ଲଡ ଆସିଲା କୋଉଠିକି ପୁରା ହୋଲ ବଡିରୁ କଲେକ୍ଟ ହେଇକି ଆସିଲା କୋଉଠିକି ଭେନ୍ସ କୁ ଆସିଲା ପଲମନାରୀ ଭେନ୍ କୁ ଆସିଲା ହେଲା ଏଇଟା କୁହନ୍ତି ପଲମନାରୀ ଭେନ୍ସ ନା ମନେ ରହିବନି ଟିକେ 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 ପରେ ସବୁ ଜିନିଷ ଲେଖିଦେଲା ପରେ ମନେ ରହିବ ଆସିଲା କୋଉଠି ରହିଲା ଷ୍ଟୋର ହେଇକି
ନା ରାଇଟ୍ ଆଟ୍ରିୟମ୍ ରେ ରହିଲା। ରାଇଟ୍ ଆଟ୍ରିୟମ୍ ରୁ କଣ ହବ ନା ଆସିବ କୋଉଠିକି ନା ରାଇଟ୍ ଭେଣ୍ଟ୍ରିକଲ୍ କୁ। ଇଏ ଆସିଲା କଲେକ୍ସନ ଏଠିକି ଆସିଲା, ଏଠି ବ୍ଲଡ ଟା ଷ୍ଟୋର ହେଇକି ରହିଲା, ତାପରେ ଆସିବ ଏଇଠିକି ଆସିବ। କେମିତି ଆସିବ ମୁଁ ପରେ କହିବି। ବଟ୍ ଏଉଠୁ ଆସିବ ଏଠିକି ହେଲା। ପୁଣି ଏଉଠୁ ଯିବ କୋଉଠିକି ନା ପଲମନାରୀ ଆର୍ଟେରୀ। ଏଟା ହଉଛି ପଲମନାରୀ ଭେନ୍ସ ରେ ଆସିଲା, ଲେଖ ପଲମନାରୀ ଭେନ୍ସ ରୁ ଆରମ୍ଭରେ ଲେଖ ପଲମନାରୀ ଭେନ୍ସ ରୁ ଟୋଟାଲ ହୋଲ୍ ବଡି ଯୋଉ କଲେକ୍ସନ ହବ ବ୍ଲଡ ପଲମନାରୀ ଭେନ୍ସ ରାଇଟ୍ ଭେଣ୍ଟ୍ରିକଲ୍ସ ରୁ ପୁଣି ଯିବ କୋଉଠିକି ନା ପଲମନାରୀ ଆର୍ଟେରୀ ଦେଇକି ଯିବ ଲଙ୍ଗସ୍ କୁ। ଏଇଠି କଣ ବୁଝିପାରିଲନି ମତେ କୁହ? ପଚାର ଯାହା ବୁଝିପାରିଲନି ପଚାର, ନହେଲେ ଆଗକୁ ଯିବା। ହୁଁ, କଣ ହେଲା? ସତୁରି ml ବ୍ଲଡ। କେମିତି କଣ ହଉଛି ମେକାନିଜିମ୍ ବୁଝେଇବି ପରେ। ଆଗେ ଏଇଟା କୁହ ଆ ଭିତରେ କଣ ତମର ଡାଉଟ ରହିଲା କି କିଛି? ହୋଲ୍ ବଡିରୁ ନା କଲେକ୍ଟ ନା ହେଲା ସାର୍। ବ୍ଲଡ, ପଲମନାରୀ ଭେନ୍ସ କୁ ବାଟେ ଆସିଲା ରାଇଟ୍ ଆଟ୍ରିୟମ୍ କୁ, ରାଇଟ୍ ଆଟ୍ରିୟମ୍ କୁ ଗଲା ରାଇଟ୍ ଭେଣ୍ଟ୍ରିକଲ୍ସ କୁ, ରାଇଟ୍ ଭେଣ୍ଟ୍ରିକଲ୍ସ କୁ କୋଉଠି ଗଲା? ପଲମନାରୀ ଆର୍ଟେରୀ। ପଲମନାରୀ ଆର୍ଟେରୀ କୁ, ପଲମନାରୀ ଆର୍ଟେରୀ ବାଟେ କୋଉଠିକି ଯିବ? ଲେଫ୍ଟ ଆର୍ଟିକल्स। ପଲମନାରୀ ଆର୍ଟେରୀ ଲଙ୍ଗସ୍ କୁ ଯିବ। ବୁଝି ହେଲାନି? କୁହ ପଚାର। ଏଇଟା ଦେଖା ହେଲା। ଦେଖ ଆଜ୍ଞା ଏଇଠି ହାର୍ଟ ଅଛି, ତା ଦି ସାଇଡରେ କଣ ଅଛି? ଲଙ୍ଗସ୍ ଅଛି। ଏଠି ଆମର ଡିଅକ୍ସିଜେନ୍ ବ୍ଲଡ କୋଉଠି ଦର୍ଶେଇଛି? ବ୍ଲୁ କଲର ଦର୍ଶଉଛି। ଦେଖ ଏ ହାର୍ଟ ରୁ ବାହାରିକି ବ୍ଲୁ କଲର ବଡ ଦିଟା ଦି ସାଇଡ୍ ଲଙ୍ଗସ୍ କୁ ଯାଇଛି କି ନାଇଁ? ଯାଇଛି ସାର୍। ବାସ୍। ଆସ ଏଠିକି। ପୁଣି ଆସିବ କଣ ନା ପଲମନାରୀ ଭେନ୍ସ ରେ କଣ ହେଲା? ଆରେ ମୁଁ ପଲମନାରୀ ଭେନ୍ସ କହିଦେଇଛି କି? ତେରିକା। ଏଟା ପଲମନାରୀ ଭେନ୍ସ କାଟିଦିଅ। ସେଠି ଲେଖ ଭେନା କାଭା। କୋଉଠି ସାର୍? ପଲମନାରୀ ଭେନ୍ ଯୋଉଠି ଲେଖିଥିଲ ସେଠି ଲେଖ ଭେନା କାଭା ଲେଖ। ଲେଖିଦେଲ? ଆଜ୍ଞା। ମୁଁ ସେ ଭେନେ କାଭା କହିଲି ତାପରେ ବି ପଲମନାରୀ ଭେନ୍ସ କହିଦେଲି। ଦେଖ ତଳୁ ଆସିଲା କଣ? ଇନଫେରିୟର ଭେନା କାଭା। ଇନଫେରିୟର ମାନେ ତଳୁ ଆସିଲା। ଏ ତଳେ ଯୋଉ ଗୋଟେ ନାଇଁ ତଳୁ ଆସେ ଇନଫେରିୟର ଭେନା କାଭା ମାନେ କଲେକ୍ଟ ହେଲା ତଳ ସାଇଡ୍ ରୁ ବ୍ଲଡ। ସୁପିରିୟର ଭେନା କାଭା ଆସିଲା କଣ ଉପର ଆଡୁ ଜଏଣ୍ଟ ହେଇକି ପଶିଲା କୋଉଠି ନା ରାଇଟ୍ ଆଟ୍ରିୟମ୍ ରେ। ରାଇଟ୍ ଆଟ୍ରିୟମ୍ ରେ ପଶିଲା ତାପରେ ଆସିଲା ରାଇଟ୍ ଭେଣ୍ଟ୍ରିକଲ୍ ରୁ ରାଇଟ୍ ଭେଣ୍ଟ୍ରିକଲ୍ ରୁ ଗଲା ପଲମନାରୀ ଆର୍ଟେରୀ ଦେଇକି କୋଉଠିକି? ହୁଁ। ଲଙ୍ଗସ୍ କୁ। ପୁଣି ଲଙ୍ଗସ୍ ରୁ ସାର୍ ପଚାର। ସାର୍ ବଡିରୁ ଆସିଲା ନା ଲଙ୍ଗସ୍ ରୁ ଆସିଲା ସାର୍ ଭେନିକା ପାଖକୁ? ପୁରା ହୋଲ୍ ବଡିରୁ ଆସିଲା ନା ଭେନା କାଭାକୁ।
ଆହୁରି ବୁଝେଇବି। ସାର୍ ମାନେ ବଡିରୁ ଭେନେ କାଭା ଆସିବ, ଭେନେ କାଭାରୁ ରାଇଟ୍ ଏଟ୍ରିୟମ ଯିବ। ହୁଁ। ହଁ। ରାଇଟ୍ ଦେଖ ଏଟ୍ରିୟମ ତାପରେ ରାଇଟ୍ ଭେଣ୍ଟ୍ରିକଲ ତାପରେ ଲଙ୍ଗସ୍ କୁ ଯିବ। ଏଇଟାକୁ ଦେଖ। ଏ ଯୋଉ ପୁରା ହୋଲ ବଡିଟାକୁ ଦେଖ। ପୁରା ଗୋଡରୁ ସବୁ ପଡିଛି। ନାଲା ନେଳିଆ ସବୁ ଦେଖାଯାଉଛି ତଳୁ। ଆସିଲା ଏଇଠି ଗୋଟେ ଦେଖ ଗୋଟେ ବଡ ଅଛି ବ୍ରାଞ୍ଚ ଟେ। ଏଇଠି ଦିଟା ଦିଟା ଡିଭାଇଡ ହେଇଗଲା। ତାପରେ ସ୍ମଲେଷ୍ଟ ଏଥିରେ ଗଲା ମାନେ ମେନ୍ ବ୍ଲଡ ଟା ଆସିଲା ଏଇପଟେ ଆସିଲା। ଯାଉଛି କୋଉଠି ହାର୍ଟ କୁ ଯାଉଛି ଏଇଟା ହଉଛି କଣ ଇନଫିରିୟର ଭେନା କାଭା। ଦେଖ ହାତ ଆଉ ମୁଣ୍ଡ ସେ ପାଖରୁ ଆସୁଛି ଗୋଟେ ମୋଟା ଇଏ ସେଟା ହଉଛି କଣ ସୁପିରିୟର ଭେନା କାଭା। ଏ ଦିଟାରୁ ଆସୁଛି କୋଉଠି ହାର୍ଟ କୁ ଏଇଠି ଦେଖ ଜଏଣ୍ଟ ହେଇଛି। ବୁଝିହେଲା। ବୁଝିହେଲା କି ନାଇଁ? ଆଜ୍ଞା। ଏବେ କୋଉଠି ଥିଲେ ଆମେ ନା ଲଙ୍ଗସ୍। ଲଙ୍ଗସ୍ କୁ ପଲମନାରୀ ଆର୍ଟେରୀ ଦ୍ଵାରା ଗଲା। ଲଙ୍ଗସ ରୁ କଣ ହବ ଲଙ୍ଗସ ରେ କଣ ହବ? ଲଙ୍ଗସ କୁ କାଇଁ ଯାଉଛି ବ୍ଲଡ଼? ପ୍ୟୁରିଫାଇ ହବ ପ୍ୟୁରିଫାଇ ମାନେ କଣ? ଅକ୍ସିଜେନେଟେଡ୍ ଅକ୍ସିଜେନେଟେଡ୍ ହବ ମାନେ ଅକ୍ସିଜେନେଟେଡ୍ ହେଇଗଲା। ହେଇକି ପଲମୁନାରୀ ଭେନ୍ସ ଥ୍ରୁରୁ ଆସିବ କୋଉଠି ନା ଲେଫ୍ଟ ଆଟ୍ରିୟମ କୁ। ଏଇଠି ଦେଖ ପଲମନାରୀ ଭେନ୍ସ ଏଠି ରେଡ କଲର ଦେଇଛି। ପଲମନାରୀ ଭେନ୍ସ ଥ୍ରୁରୁ ଆସିବ କୋଉଠିକି? ଲେଫ୍ଟ ପଲମନାରୀ ଲେଫ୍ଟ ଆର୍ଟେରୀ। ଆଟ୍ରିୟମ ଷ୍ଟୋର ହେଇକି ରହିଲା। ସେଠୁ ଆସିବ ତଳକୁ ଲେଫ୍ଟ ଭେଣ୍ଟ୍ରିକିଲ୍ସ କୁ। ଲେଫ୍ଟ ଭେଣ୍ଟ୍ରିକିଲ୍ସ ରୁ ଆଉ ଆରଟା ଯାଇକି ଆରଟାରୁ ପୁରା ହୋଲ ବଡିକୁ ସର୍କୁଲେଟ ହବ। କୋଉଟା ବୁଝିଲେନି? ଏଇଟା ଦେଖ। ଲଙ୍ଗସ ରୁ ଆସିଲା ବ୍ଲଡ଼ କୋଉଠିକି ନା ଲେଫ୍ଟ ଭେଟ୍ରିକ ଏଟା ଲେଫ୍ଟ ଆଟ୍ରିୟମ କୁ। ତ ରାଇଟ ଆଟ୍ରିୟମ କୁ ଫୁଲ ବଡିରୁ ଆସିଲା ଡିଅକ୍ସିନେଟେଡ୍ ବ୍ଲଡ। ଲେଫ୍ଟ ଆଟ୍ରିୟମକୁ ଲଙ୍ଗସ ରୁ ଆସିଲା ଅକ୍ସିଜେନେଟେଡ୍ ବ୍ଲଡ଼। ଇଏ ଖାଲି ଏ ଦିଟା ରାଇଟ ଆଟ୍ରିୟମ ରୁ ତଳକୁ ଖସିବ ଭେଣ୍ଟ୍ରିକିଲ ମାନେ କମ୍ପ୍ଲିଟ ବଡିରୁ ବ୍ଲଡ କଲେକ୍ଟ ହେଇକି ଆସିଲା ରାଇଟ ଆଟ୍ରିୟମ କୁ ରାଇଟ ଆଟ୍ରିୟମ ରୁ ଆସିଲା ଲେଫ୍ଟ ଭେଣ୍ଟ୍ରିକିଲ୍ସ କୁ। ଲେଫ୍ଟ ଭେଣ୍ଟ୍ରିକିଲ୍ସ ରୁ ଗଲା ଲଙ୍ଗସ କୁ। ଲଙ୍ଗସ ରୁ ପଲମନାରୀ ଭେନ୍ସ ଏଇଠି ଦେଖ ପଲମନାରୀ ଭେନ୍ସ ଥ୍ରୁରୁ ଆସିଲା ଲେଫ୍ଟ ଆଟ୍ରିୟମ କୁ ଲେଫ୍ଟ ଆଟ୍ରିୟମ ରୁ ଗଲା ଲେଫ୍ଟ ଭେଣ୍ଟ୍ରିକିଲ କୁ ଲେଫ୍ଟ ଭେଣ୍ଟ୍ରିକଲ୍ସ ରୁ ଆରଟା ଦ୍ଵାରା ହୋଲ ବଡିକୁ ବ୍ଲଡ ସ୍ପ୍ରେଡ ହେଇଗଲା। ରାଇଟ ସେ ତ ଆସିଲା ଯିବ କେମିତି ଲଙ୍ଗସ କୁ? ଯିବା ପାଇଁ ତ ରାଇଟ ଭେଣ୍ଟ୍ରିକଲ ଆସିବା ଦରକାର ନା। ଆରେ ଆଗେ ଗୋଟେ ଜାଗାରେ କଲେକ୍ଟ ହେଇକି ବ୍ଲଡ ରହିଲା। ସେଠୁ ଆସିଲା ପୁଣି ସେଠୁ ଯିବା ପାଇଁ ଆଉ ଗୋଟେ ଜାଗାକୁ ଗଲା ରାଇଟ ଭେଣ୍ଟ୍ରିକିଲ୍ସ କୁ ଗଲା। ଯେତେ କୋଶ୍ଚେନ ଅଛି ପଚାରି ଚାଲ। ଏଇଟା ମେନ୍ ପାର୍ଟ ଏଇଟା ବୁଝିଗଲେ ସରିଲା କାମ।
ଭାଇ ଦେଖ ରାଇଟ୍। ଫାଷ୍ଟ ବଡି ସାର୍ ହୁଁ। ସାର୍ ବଡିରୁ ଗଲା ଭେନେ କାଭାକୁ ଭେନେ କାଭାରୁ ଗଲା ରାଇଟ ଏଟ୍ରିୟମ ରୁ ରାଇଟ ଭେଣ୍ଟ୍ରିକିଲ ଆଉ ରାଇଟ ଭେଣ୍ଟ୍ରିକଲ ଟୁ ପଲମିନାରୀ ଆର୍ଟେରୀ ସପୋର୍ଟ ରେ ଗଲା ଲଙ୍ଗସ କୁ ଆଉ ହୁଁ ପୁଣି ଲଙ୍ଗସ ରୁ ପଲମିନାରୀ ଭେନ୍ସ ଥ୍ରୁ ଗଲା ଲେଫ୍ଟ ଏଟ୍ରିୟମ କୁ ଆଉ ପୁଣି ଲେଫ୍ଟ ଏଟ୍ରିୟମ ଗଲା ଲେଫ୍ଟ ଭେଣ୍ଟ୍ରିକଲ ପୁଣି ହୁଁ ଲେଫ୍ଟ ଭେଣ୍ଟ୍ରିକଲ ରୁ ଆରୋଟା ବଡି ସରିଲା କାମ। ଆଉ ପ୍ରୀତି ବୁଝିପାରିଲ କି ନାଇଁ? ଆରେ ବୁଝିପାରିଲୁ କି ନାଇଁ ପ୍ରୀତି? ସାର୍ ହେଲା ଏଇ କି ପ୍ରୋସେସ କୁ ଏଇ ଯୋଉ ପ୍ରୋସେସ ଟା ହେଲା ସାର୍ ବଡିରୁ ଯୋଉ ଲଙ୍ଗସ ରୁ ଯୋଉ ପ୍ରୋସେସ ଟା ହେଲା ଏଇ ପ୍ରୋସେସ କୁ ସର୍କୁଲେଟରୀ ସିଷ୍ଟମ କହନ୍ତି କି ସାର୍? ହଁ। ଏଇଟାକୁ ସର୍କୁଲେଟରୀ ସର୍କୁଲେଟ ହଉନି ପୁରା ସିଷ୍ଟମ ଡାଉନ ନା। ସାର୍ ଯଦି ଏଇ ଆମକୁ ସର୍କୁଲେଟରୀ ସିଷ୍ଟମ ର ଡେଫିନେସନ କୁହାଗଲା ଆମେ କଣ ଏମିତି ଡେସ୍କ୍ରାଇବ କରିବୁ? କୋଉଠି ପଚରା ହବ ତମକୁ ଡେଫିନେସନ ତମକୁ ଖାଲି ସର୍ଟ କୋଶ୍ଚେନ ଆସିବ। ସେମିଷ୍ଟର ଏକ୍ସାମ ରେ ସାର୍। ହଁ ଏଇ ସବୁ କିଛି କହିବୁ। ଆଜ୍ଞା ମାର୍କ କେତେ ଆସୁଛି କେତେ ମାର୍କ ଆସୁଛି ସେଇ ହିସାବରେ କହିବ। 10 ମାର୍କ ଆଉଛି ମାନେ ସବୁ କିଛି ଆହୁରି କଣ ସରିଲାଣି ଆହୁରି ଆସିବ 10 ମାର୍କ ମାନେ ବହୁତ ଲେଖିବାକୁ ପଡିବ। ଏ ସବୁ କିଛି କରିବ ଡ୍ରଇଂ କରିବ। ଆଉ ରୁହ ମୁଁ ଆଗକୁ ଯିବିନି କି ବ୍ୟସ୍ତ କାହିଁ କଣ ସରିଲାନି କାମ କିଛି ହେଇନି ରୁହ। ଖାଲି ଏତିକି ବୁଝିଲ ନା ନାଇଁ ମତେ କୁହ? ଆଜ୍ଞା ସାର୍। ଆଉ ସେ ପ୍ରୀତି ବୁଝିଲୁ କି ନାଇଁ ସେ ଅଛି ନା ସେ ପ୍ରୀତି ଯେ ଆଜ୍ଞା। ବୁଝି ହେଲା ନା ନାହିଁ? ଆଜ୍ଞା। ନା ଡାଉଟ ଯଦି ଅଛି ପଚାର କିଛି ଅସୁବିଧା ନାହିଁ। ଯାହା ଡାଉଟ ଅଛି ପଚାର ନହେଲେ ଆଗକୁ ଯିବା। ଆରେ ସ୍ୱାଗତ କୁଆଡେ ପଳେଇଲା? ହେ ତାକୁ ଡାକ ନା ତାର କଣ ହେଲା? ସାର୍ ତାଙ୍କର ନେଟୱାର୍କ ଇସୁ ହଉଛି କଣ? ଆରେ ସେ ହଁ ହୁଁ ଏବେ କ୍ଲିୟର ଦେଖା ଯାଉଛି? ଶୁଭୁନି ଶୁଭୁ ହୁଁ ହୁଁ ଆଚ୍ଛା ହଉ ଆ ସେ କଣ କରିବା ଆସି ତମକୁ ବୁଝିବା ପାଇଁ ହେଲେ ମତେ ଅଲଗା ଅଲଗା ଯିବାକୁ ପଡୁଛି ନା। ହଉ ନେକ୍ସଟ ଟାଇମ ଠୁ ଛାଡିଦେବି ଆଉ ନହେଲେ ତମେ କହିଦବ ଏଇଟା ଟିକେ ପିକ୍ଚର ଆସେନି ଭଲସେ କ୍ଲିୟର ବୋଲି ଟିକେ ରୁହନ୍ତୁ ଆଉ। ଟାଇମ ଟା ୱେଷ୍ଟ ହେଇଯିବ ବୋଲିକି ମୁଁ ଆଉ କିଛି କହୁନି ତମେ କହିଦବ ନା ଏଟା ପିକ୍ଚର ଠିକ ସେ ଆସିନି ଆମେ ଜାଣିପାରୁନୁ ଟିକେ ଆଉ ଟିକେ କ୍ଲିୟର ପଳେଇ ଆସୁ କହିଦବ ରହିଯିବା କଣ ଅଛି। ଆଁ ଅରିକିଲ
ହଉଛି ଇଏଟା ନା ହଉଛି ରାଇଟ୍ ଆଟ୍ରିୟମ ଟା ନା। ଭେଣ୍ଟ୍ରିକଲ କୁ ଟିକେ ଦେଖିଦଉ ନା ମୋର ମନେ ପଡୁନି କଣ। ହଁ ଆସିପାରେ। କଣ ଆ ମନେ ରଖିବାରେ କଣ ଅଛି ଥରେ ୱାନ୍ସ ପଢାପଢି କଲେ ଗୋଟେ ସବୁ ହେଇଯିବ ଏଟା କିଛି ଏତେ ଇମ୍ପୋର୍ଟାଣ୍ଟ ନୁହଁ। ଯେହେତୁ ନୂଆ ନୂଆ ପଢୁଛ ସେମିତି ଲାଗୁଛି ଟିକେ ପଢିସାରିଲା ପରେ ପୁଣି ଯୋଉ କଥା ସେଇ। ଏ ସିଏ କୁଆଡେ ଗଲା ତାକୁ ଡାକ ତାକୁ କଣ ତାକୁ ମେସେଜ କରୁନା ଟିକେ। ଆରେ ତମ ପାଖରେ ବୁକ୍ ଅଛି ନା? ଆଜ୍ଞା ସାର୍। ହୁଁ ଦେଖ ଯୋଉ ଡାଇଗ୍ରାମ ଦେଖ। ଡାଇଗ୍ରାମ ହଉଛି 126 କୁ ଦେଖ ଡାଇଗ୍ରାମ। ଗୋଟେ ସବା ହଉଛି ଦିଟା ଲେଫ୍ଟ ସାଇଡରେ ଦିଟା ଡାଇଗ୍ରାମ ଅଛି ଆଉ ଗୋଟେ ରାଇଟ ସାଇଡରେ ଡାଇଗ୍ରାମ ନାହିଁ କି? ଦେଖିପାରୁଛ ନା? ଏଇଠି ସବୁ ଦେଖ ଲେଖା ହେଇଛି ସବୁ ଜିନିଷ। ହୁଁ ପଠେଇଦେ। ବଟ ଦେଖ ଏଇ ଯୋଉ ଏଇଠି ଦେଖ ଗୋଟେ ଲେଖା ହେଇଛି ସେପ୍ଟମ ଲେଖା ହେଇଛି। ସେପ୍ଟମ ଟା ହଉଛି କଣ ନା ଦି ଭାଗରେ ବିଭକ୍ତ କରୁଛି ୱାର୍ଲଡ ଟା। ହାର୍ଟ କୁ ଦୁଇଟା ଭାଗରେ ବିଭକ୍ତ କରୁଛି। ଚାରିଟା ଚାମ୍ବର ଦୁଇ ଭାଗରେ କିଏ ବିଭକ୍ତ କରୁଛି ନା ସେପ୍ଟମ। ସେ କଣ ଜଏନ ହେଇପାରୁନି କି? ଇଏ ତ ବହୁତ କମ ଟାଇମ ନେଇଯାଉଛି କ୍ଲାସ। ତମେ ତାକୁ କଣ ତାର ଅସୁବିଧା ହଉଛି କଣ? ଓହୋ। ହଉ ଯେ ହେଲେ ଆମେ କଣ କରିବା ମୁଁ ଭାବୁଛି। ଯୋଉ ଦିନ ସମସ୍ତେ ଆଭେଲେବଲ ହବ ସେଇଦିନ ନହେଲେ ପଢେଇବା ଦି ତିନି ଘଣ୍ଟା ପଢେଇ ଦବା ଆଉ ନାଇଁ କି? ଆ ନହେଲେ କୋର୍ସ କେମିତି ସରିବ? ହଉ ହଉ ତାହେଲେ ଥାଉ। ହୁଁ। ଆଟଲିଷ୍ଟ ହଉ କାଲି କରିବା ଯେ ଆଟଲିଷ୍ଟ ଦୁଇ ଚାରି ଜଣ ଯୋଉ ଯିଏ କଣ୍ଟିନ୍ୟୁ ଏଇ ତମେ ହେଲା କି ପ୍ରୀତି ହେଲା କି ସେ ସ୍ଵାଗତ ହେଲା କିଏ ଆଉ ଜଣେ କିଏ ଏଇ ଚାରି ପାଞ୍ଚ ଜଣ ଯଦି କଣ୍ଟିନ୍ୟୁ ରହିଲେ ଟିକେ ଭଲ ଲାଗିବ ପଢେଇବା ପାଇଁ। ଆଉ ଜଣେ ଦି ଜଣରେ କେମିତି କଣ ଭଲ ଲାଗିବ ପଢେଇବା ପାଇଁ। ଚାରି ଜଣ ବୁଝିଲେ ଆଉ ତାକୁ କହିବ ସକାଳ ଟିକେ ସିଏ ଟିକେ ଏସବୁ ଜିନିଷ ଠିକ କରୁ ଆଉ। ଅଧିକ ପଢଉଛି ଠିକ କରୁ ଆଉ ସେ ଭିଡିଓ ଟା ଯଦି ଦେଖିନା ଆଉ ଥରେ ଦେଖିଦଉ ସେ ଭିଡିଓ ଟା। ସେ ଭିଡିଓରେ ମାକ୍ସିମମ୍ ଜିନିଷ ଅଣ୍ଡରଷ୍ଟାଣ୍ଡିଂ କରିବ। ବାକି ଗଡ ଗୁଡା ଯାହା ହଉଛି ମୁଁ ସେଇଟା କହିଦେବି ତମକୁ ଆଉ କାଲି ନହେଲେ କ୍ଲାସ କଣ୍ଟିନ୍ୟୁ କରିବି। ସେଇ ଟାଇମ ଆଉ ହଉ କରିଦବ ହଉ। ତମେ ନେଇ ରିସିଭ କରିପାରିବା ଦରକାର ନା ମୁଁ ପଢେଇବାରେ କଣ ଅଛି। ମୁଁ ସେଇଟାକୁ ହଜାର ଥର କହୁନି କି ତମେ ଯେତେ ଶୀଘ୍ର ସେଇଟା ବୁଝିବ ମୁଁ ଆହୁରି ଆଗକୁ ପଳେଇବି ନା। ତମେ ଖାଲି ଆନ୍ସର ଦେଇଚାଲ ଯେ ଏଇଆ ଏଇଆ ଆନ୍ସର ଦେଇଦିଅ ମତେ ସାଟିସଫାଇ ଯେତେବେଳେ ଲାଗିଯିବ ହଁ ତମେ ଆନ୍ସର ଦେଇପାରୁଛ ବୋଲି ଆଉ ଧଡାଧଡ କହିବ ହଁ ହଁ ହେଇଗଲା ହଁ ହେଇଗଲା ତ